ତେଜସ୍ କହିବେ ତ୍ରିନାଲିକୁ, ଦେଖନ୍ତୁ ଦିଆ ହେଉଛି ମୋର ପିଲାଦିନ ସାଙ୍ଗ। ସେ ଆମକୁ ହେଲ୍ପ କରିବାକୁ ଆସିଛନ୍ତି। ଟ୍ରଷ୍ଟ ମି ତ୍ରିନାଲି, ଏହି କଥା କିଏ ବି ଜାଣିବ ନାହିଁ। ତ୍ରିନାଲି କହିବେ ଏହା ହେଉଛି ଟ୍ରାଫିକ୍ ନେଟୱାର୍କ ଏରିଆ। 3ଟି ଜୋନ୍ ଅଛି, ସବୁ ଡିଭାଇଡ୍ ହୋଇଅଛି। ତାହାପରେ ଦିଆ ମୋବାଇଲରେ ଭିଡ଼ିଓ ସୁଟ୍ କରିବ। ଦେଖିବି ତ୍ରିନାଲି ତୁ କେମିତି ସ୍ମାର୍ଟ। ଡକ୍ଟର କହିବେ କେହି ବି ଭିତରକୁ ପଶି ପାରିବ ନାହିଁ। କାଲି ରେଡ୍ ଆଲର୍ଟ ହୋଇଛି। ତାପରେ ସିକ୍ୟୁରିଟି ଆହୁରି ଟାଇଟ୍ ହୋଇଯାଇଥିବ। ଆମେ କେମିତି ସେଇ ଭିତରକୁ ପଶିବା? ତେଜସ୍ କହିବେ ସେଇ ଭିତରକୁ ମୁଁ ଯିବି। ଦେଖନ୍ତୁ ତ୍ରିନାଲି, ଏତେ ଦିନ ହେଲା ତୁମେ ଏକୁଟିଆ ଲଢ଼େଇ ଆସିଛ। ଏଇଟା ମୋରି ପାଇଁ। ଏହି ପରିସ୍ଥିତିରେ ତୁମରି ପାଖରେ ରହିବା ପାଇଁ ମୁଁ ଚାହୁଁଛି ତ୍ରିନାଲି। ଡକ୍ଟର କହିବେ ତେଜସ୍କୁ, ଡନ୍ ଯଦି ତୁମକୁ ଜାଣିଯାଏ, ଏଥର ମୁଁ ମୋର ରୂପକୁ ବଦଳାଇ କରି ଯିବି ଡକ୍ଟର। ସେଇ ଡନ୍ ମୋ ପାଖକୁ ଯିବି, ସେ ମୋତେ ଚିହ୍ନି ପାରିବ ନାହିଁ। ତାପରେ ଏନ୍ଜିଓ ମାନେ କହିବେ ହିଡନ୍ କ୍ୟାମେରା ଅନ୍ କରି ରଖିଥିବ ତେଜସ୍, କେବେ ବି ଜମା ଭୁଲିବ ନାହିଁ। ତ୍ରିନାଲି କହିବେ ଦେଖନ୍ତୁ ତୁମେ ଯାଆନ୍ତୁ ନାହିଁ। ସେମାନେ ଯଦି ସେଇ ସନ୍ଦେହ ହୋଇଯାଏ ତୁମକୁ ଜମା ବି ଛାଡ଼ିବେ ନାହିଁ। ତୁମେ ଆଉ ହିରୋଗିରି ଦେଖାନ୍ତୁ ନାହିଁ ତେଜସ୍। ଆମରି ଉପରେ ଟିକେ ବି ସନ୍ଦେହ ଡାଉଟ୍ ଲାଗିଲେ ତୁମେ ତୁରନ୍ତ ଚାଲି ଆସିବ। ସେମାନେ ଛାଡ଼ିବେ ନାହିଁ। ସେମାନେ ପଶୁ ବୋଲି ସମସ୍ତଙ୍କୁ ବ୍ୟବହାର କରୁଛନ୍ତି। ଦିଆ ଡନ୍କୁ ଭିଡ଼ିଓକୁ ପଠାଇଦେବ। ଡନ୍ ଭିଡ଼ିଓକୁ ଦେଖି କହିବ ଏମାନେ ମୋତେ ଫସାଇବାକୁ ଚାହୁଁଛନ୍ତି ତେଜସ୍ ସାହୁ। ତୁମେମାନେ କ'ଣ ଏମିତି କରି ମୋତେ ଧରି ପାରିବ? ଡନ୍ ସ୍ୱୀକାର କରିବ ଆଜି। ଡନ୍ ପାଖକୁ ନିଜ ଶିକାର ଆସୁଛି। ହା 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 ହା। ହେ, ପୁରା ସେଟଅପ୍ଟାକୁ ଚେଞ୍ଜ କରିଦିଅ। ଯିଏ ବି ଏହି କ୍ୟାମ୍ପସ୍ ଭିତରକୁ ଆସିବ ବଞ୍ଚିକି ଯାଇପାରିବ ନାହିଁ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ।